ବାହାର ଘରେ ବାହାର କାହିଁକି ତମର ଯେତିକି ଅଧିକାର ଅଛି ଘରେ ମୋର ବି ସେତିକି ଅଧିକାର। ଆମର ଟିଅଲ ଏଣେ କାହିଁକି ନା ପାହାଡ଼ ଏରିଆ ନା ମାନେ ଟିଅଲ ପକେଇ ପାରିବେନି ବହୁତ ପଇସା ଖର୍ଚ୍ଚ ହବ ଟିଅଲ ସେଥିପାଇଁ ସେମାନେ କ'ଣ କରିଛନ୍ତି ନା ଏଠି ଯେତିକି ମାନେ ଆମ ଦାଦା ଘର ବଡ଼ବାପା ଘର ଆଉ ସମସ୍ତଙ୍କର ଗୋଟେ ଗୋଟେ ଘରେ ଏକା ସେଲୁ ଆମର ଯେଉଁ ଘର ଏକା ଟିଅଲ ଆମର କେତେ ବାଲି ଜାଗା ଟିଅଲ ପକେଇନେ କମ୍ ପଇସା ତାଙ୍କର କିନ୍ତୁ ଏଠି ଟିଅଲ ପକେଇନେ ବହୁତ ପଇସା ଲାଗିବ ସେଥିପାଇଁ ସେଲୁ ତାଙ୍କର ସମସ୍ତଙ୍କର ସେଲୁ ପକେଇ ଦେଇଛନ୍ତି। ଆଉ ବେଶୀ ବାଟ ବି ନୁହଁ କମ୍ ବାଟ ଆମ ପାହାଡ଼ ହେଇ ଦେଖା ହେଉଛି ଆଉ ଖାଇ ପିଇ ସାଇନେ ଭାଉଜ କହିଲା ଠିକ୍ ଅଛି ଆଉ ମୋ ପୁଅ ବହୁତ ଖୁସି ତାର ପାହାଡ଼ ଦେଖିବା ପାଇଁ ମୋ ପୁଅ କହିଲା ମାଇଁ ମୁଁ ପାହାଡ଼ ଦେଖିତେ ଯିବି ଆଉ ତାଙ୍କ ମାଇଁ କହିଲେ ଠିକ୍ ଅଛି ଆମେ ଖାଇସାଇନେ 4ଟା 5ଟା ହେଲେ ଯିବା ପାହାଡ଼ ବୁଲିବାକୁ। ପଖାଳ ଖାଇଦେଇକି ଏବେ ଭାତ ବସେଇବ। କୋଉଠି ଯାଇଥିଲ? ହଁ ଏଇଠି ନା ମୁଁ ଆମ ଗାଁ ଲୋକଙ୍କୁ ବି ଭାଉଛ ମୁଁ ଅଧେ ଲୋକଙ୍କୁ ବି ଚିହ୍ନିନି ସେ ଛୁଆ ଖାଲି ଫଟୋ ଉଠଉଛି। ତମ ଭାଇଟାର ଏଇ ମାସ ଆସିବେ ଭାଇ ପାଉଛନ୍ତି କେତେ ପଇସା ଭାଉଜ? ତମେ ସ୍ତ୍ରୀ ହେଇଛ ଜାଣିନ ନା ମୋ ଭାଇ କେତେ ପଇସା ପାଉଛନ୍ତି? ଭାଇ କି କାମ କରୁଛନ୍ତି? ଆଉ ଗୋଟେ ଭାଉଜ ଅଛନ୍ତି ଭାଇଙ୍କର ହଁ କି ମୁଁ ବାପ ଘରେ ଆସିକି ପହଞ୍ଚିତେ ନାହିଁ ମୋ ଭାଉଜ କହିଲା ଛୁଆ ଟିକେ ରସୁଣ ଛାଡ଼ିଦେନି କାହିଁକି ନା ମୁଁ ଆସିଛି ନା କେତେ ଦିନ ପରେ ମୋ ଛୁଆ ଆସିଛି ଟିକେ ଚିକେନ କରିବା ସେଥିପାଇଁ ମୁଁ ରସୁଣ ଛଡ଼ଉଛି ଆଳୁ ବି କାଟି ସାରିଲିଣି ଆଉ ଭାଉଜ ସେଲୁ ପାଖରେ ଅଛନ୍ତି ଆଉ ଚୁଲି ବି ଭାଉଜ ଲଗେଇ ଦେଇଛନ୍ତି ଭାତ ରାନ୍ଧୁଛନ୍ତି ମୋତେ କହିଲେ ଛୁଆ ଟିକେ ରସୁଣ ଛଡ଼େଇଦେନି ରସୁଣ ଏଇ ଛଡ଼ଉଛି ଆଉ ଚିକେନ କରାଯିବ ଆଜି। ଯେତେବେଳେ ବି ଆସିବେ ଭାଉଜ ଆମର ଚିକେନ କରନ୍ତି ଗରମର ମୁଁ ମନା କରୁଥିଲି ଭାଉଜ ନା ଚିକେନ କରୁନି ମାନିଲେନି କେତେ ଦିନ ପରେ ଭାଉଜ ମୁଁ ଭାଉଜ କ'ଣ ପାଇଁ ଏମିତି ହଠାତ୍ ଡାକିଲେ ନା ମୁଁ କାହିଁକି ବାପ ଘରକୁ ଆସିଛି ନା କହିଲେ ତୁ କହୁଥିଲୁ ନା ଖଟା ନାହିଁ ବୋଲି ଖଟା ଆମ୍ବ ନେଇଯିବୁ ସେଥିପାଇଁ ମୁଁ ଡାକୁଥିଲି ମୁଁ ଯାଇପାରିବିନି ତ ଘରକୁ ଏକଲା ଆଉ ତୁ ଚାଲି ତୁ ତ ଆସିନାହୁଁ ବହୁତ ଦିନ ହେଲା ଆସେ ବାପାଙ୍କର ବି ଦେହ ଭଲ ନାହିଁ ବାପାଙ୍କୁ ଟିକେ ଦେଖିକି ବୁଲିକି ନେଇକି ଯିବୁ ଆଉ ଚୁଲି ଆଉ ଘର ଭିତରେ ରୋଷେଇ କରୁଛନ୍ତି ବାଇରେ ରୋଷେଇ କରୁନାହାନ୍ତି ବହୁତ ଜୋର ଖରା ଗରମ ହଉଛି ସେଥିପାଇଁ ସେ ଘର ବସେଇଲେ। ଭାଉଜ ଅଦା କୋଉଠି ଅଛି? ବାପ ଏଇଠି କାଟିଦେଲା ପାଣି ବେଶୀ ହେଇଗଲା କି ମୁଁ ଆଣିକି ଦଉଛି ଭାଉଜ ଘରକୁ ଏକଲା ଆଉ କ'ଣ କରିବି ବାପା ବି ଘରେ ଠାକୁର ପୂଜା କରୁଛନ୍ତି ସେପଟର ସବୁବେଳେ ଆମ ବାପା ଆମର ଠାକୁର ପୂଜା କରନ୍ତି ଆମର ହେଉଛି ମୋ ଭାଉଜ କେବେ ଠାକୁର ପୂଜା କରନ୍ତିନି ବାପା ଆମର ବାପାଙ୍କର କାମ ହେଲା ମାନେ ଘରେ ସେ ଗାଧେଇବେ ଠାକୁର ପୂଜା କରିବେ ତାଙ୍କର ଏତିକି ଆମ ବାପାଙ୍କର କାମ। गुरु राम 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 गुरु गुरु अखंड मंगलाकारं राष्ट्रं मंत्रधर तत्पदं ଏମିତିକା ଯେ ଗାଧେଇଲେ ଗାଧେଇକି ମୋ ପୁଅ ଆଉ ମୋ ପୁତୁରା ଦି ଜଣ ଦିଟା ପ୍ୟାଣ୍ଟ ପକେଇଦେଲେ ନାନୀ ତୁ ହକାଳି ଦେ ଆମର ହଉ ତମେ ଯାଅ ମୁଁ ହେଉଛି ପଖାଳି ଦେଉଛି ତମ ପ୍ୟାଣ୍ଟ ପାଣି ପାଇକି କହିଲା ମାମା ମୁଁ ଗାଧେଇମି ଗାଧେ ପୁଣି ଯାଇକି ଘର କତିରେ ପୁଣି ମେଡ଼ିକାଲ ବୋହିବି ଆଉ ପାଣି ତ ମୁଡ଼ିବାକୁ ହଉନି ସେଲୁର ପାଣି ଭାରି ପଡୁଛି ମାନେ ଟାଙ୍କି ଭିତରେ ପଶି ଯାଇକି ଦି ଜଣ ଯେ ଡୁବୁ ଡୁବୁ ହେଲେ ଆଉ ଆସିକି ମୁଁ ତାକୁ ଟାଣିକି ଖୋଲିକି ପୁଣି ପାଣି ଚେଞ୍ଜ କରିକି ପୁଣି ପାଣି ପୁରେଇନି ଏତେ ଛୁଆର
ପୁଅ ଗାଧେଇକି କହିଲେ ଆମେ ଆଉ ହକାଳିଆନି ନାନୀ ତୁ ହକାଳି ଦେ ମାନେ ତମେ ଯାଅନି ଏଠୁ ଆଗେ ଭାରି ଯା ଭାରିଗଲେ ମୁଁ ତାପରେ ଯାହା କରିବି ଭାଉଜ ଚିକେନ ଆଣିଥିଲେ କହିଲେ ଆଉ ଟିକେ ଧୋଇଦେ ହଁ ଏ ମୁଁ ମନା କରୁଛି ଆଣନି ଆଣନି ଭାଉଜ ହଁ କିଛି ନାହିଁ ମତେ ବି ଭଲ ଲାଗୁନି ଚିକେନ ଖାଇବା ପାଇଁ ଆଉ ଟିକେ ଖାଲି କଷା ହେଇଯାଉ ତମେ ଖାଇବ ନା ସେ କଷା ଭଲ ବି କଷିବ ଭାଉଜ ରାନ୍ଧିବେ ହଁ ସେ ତାକେ ରାନ୍ଧବ ମନ ପ୍ରାଣ ନାହିଁ ତୁ ଟେନସନ କିଛି ନାହିଁ ତୁ କାହିଁକି ଟେନସନ ନଉଛୁ ହଁ ହଁ ଗେଲ ଗୋଟେ ହାତ ପାଣି ଟିକେ ଦେନି ମୋ ହାତର ହଁ ଆଳୁ ଭଜା ସରିଯାଇଛି ଖାଲି ମସଲା କଷାଯିବ ତମେ ବ୍ୟସ୍ତ ମୁଁ କମ ଖାଉଛ ଛୁଆ କହୁଛନ୍ତି ମନେ ଭାବୁଛନ୍ତି ଆମର ଖାଉନି ଆମର କରିଯିବ ଥାଳିଆ ଚାଉମିନ ସେନ୍ତାରେ କହୁଛନ୍ତି ହଉନାହିଁ ପୁଣି ଚିକେନ ଖାଇଥିଲେ ପୁଣି ଚିକେନ ମୁଢି ସନ୍ଧ୍ୟାବେଳେ ଖାଇଥିଲେ ପୁଣି ଚାଉମିନ ଖାଇଲେନି ମାନେ ଦେହ ଖରାପ ନ ହେଇଥିଲେ ଛୁଆଙ୍କର ହବ ମାନୁଛନ୍ତି ନା ସେ ଛୁଆ ଦି ପରିଆ ଛୁଆ ଯେତେ ନା ଦି ପରିଆ ଛୁଆ ଆଉ ସବୁ ସନ୍ଧ୍ୟାବେଳେ ହେଇଛନ୍ତି ନା ଆମେ ଡକ୍ଟର ନା ଏଇ ଆଉ ମୋ ଭାଉଜ ଆମ୍ବ ସବୁ ବିଛଉଛନ୍ତି କିନ୍ତୁ ନଗି ପାଉନାହିଁ ଆମ୍ବ ଗଛକୁ ବହୁତ ଉଚ୍ଚାର ହେଇଛି କିନ୍ତୁ ବହୁତ ଆମ୍ବ ହେଇଛି କିନ୍ତୁ ଉଚ୍ଚାର ହେଇଛି କଷ୍ଟ କରିକି ବିଛଉଛନ୍ତି ତା ସାନ ଭଉଣୀ ନବ ତା ଗେଲି ନଣଦ ନବ ନଣଦ ନ ସରି ଝିଅ ମୁଁ ନଣଦ କହିଲେ ମତେ ଗାଳି କରନ୍ତି ନା ତାଙ୍କ ଝିଅ କେତେ ଆମ୍ବ ବିଛେଇ ଦେଲେଣି କେତେକ ଆମ୍ବ ବିଛେଇ ଖୁସି ଦେଲେଣି କିନ୍ତୁ ମୁଁ ହାତ ମାରି ନାହିଁ ଚିଆର ପକେଇକି ହଲେ ବାନ୍ଧିକି ଓହୋ ବସ୍ତା ନୁହଁ ନଗି ସେଇ ନ ଆଉ ବସ୍ତା କଥା କହୁଛ ମୁଁ କହୁଛି ବୋଧେ ନଗେଇକି ଇଏ କରେ ଘର ଭିତରେ ନଗେଇକି ରଖିଛନ୍ତି କେତେ କଷ୍ଟ କରୁଛନ୍ତି ତାଙ୍କ ମାନେ ନଣଦ ପାଇଁ ତୁ ଆଜି ସ୍କୁଲ ଗଲୁନି କଣ ପାଇଁ ଗଲୁନି ସ୍କୁଲ ଚିକୁ ଭାଇ ଆସିଛି ବୋଲି ନା କିସ ବିଶ୍ଵେଶ୍ୱର ମନ୍ଦିରକୁ ଯିବ କହୁଛେ ପାହାଡ଼ ପାଖକୁ ଏ ଛୁଆ ସେରମ କର ନା ତାକୁ ଆଉଁସୁ ସେ କେତେ ସୁନ୍ଦର ଶୋଇଛି ଦେଖୁଛୁ ନା ଟିକେ ଅନାନି ଯେବେ ଥଣ୍ଡା ହବ ନା ତାହେଲେ ଦେଖିବୁ କେରକ ସେ ଆଖି ପୁରା ଲାଲ କରିଦେଲୁନି ସେ ମା ସେ କୁଣ୍ଡର ପାଣିଟାକୁ କେରକ ମାନେ କରିଦେଇଛି ମା ତମେ ଭାଉଜ ତମେ ଦେଖୁଛ ତମେ କିଛି କହୁନୁ ନା ଭାଉଜ ସିନା ଗାଧଉଛ ଖୁସି ଲାଗୁଛି ମୋ ଘର କତିରେ ମାନେ ଜାଣିଛ ନା ଶ୍ୱାସ ଛୁଆ ବୋଲି ହେଇ ଦେଖୁଛ ଥରେ ଗାଧେଇଲା ପାଣି ତା ଧାଇଁକି ଧରିବ ତୁ କିଛି କହୁଛୁ ହଁ ଡାକ ଭିତିକି ଡାକ ସେ କୁଆଡେ ଗଲା କି ତୁ ଚାଲିଆ ଖାଇସାରିଲୁନି ନା ଖାଇନ ଭାତ ଗରମ ଭାତ ଖାଇବୁ ଏବେ ତୁ ଉଠିଆ ପାଣିରୁ
पानी रे उठिया छुआ जल्दी 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 आज ए माँ पानी रे जमा हे भगवान काहे के कहूछ छुआ तो भारी आ छुआ तो ठंडा है जीवो छुआ हां तुम दे ना पूरा रेडी हो गले ने जीवो बैट बॉल खेलते ना किसो तो जीवा मैच अच्छी ताने तू स्कूल को गलु नहीं एइति खाली बाहाना कलु कि ना नानी आई चिकू भाई आई मु जिमिनी स्कूल को एइति बाहाना करके रहिलु ए बैट बॉल खेल बोली रही मो भाउज कतर कहूची आ कंप्यूटर क्लास रे आसलु नाई सो आसिक आ घर को जाइना एठी साइकिल खाता पकई दे के किछ ना बैट बॉल खेलते जीवा आज के फाइनल मैच अछि मो रही था खुड़ी कतर कहूची रो मो बापा पान बागौचंती बापा पान पाछिया पान बागौचंती बापा से गुआर को माने छोट छोट पीस कर देलनी दांतर हबनी भांगो नहीं से छोट छोट पीस कर दो ना बड़ बड़ फाड़ अच्छी ना 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 बड़ बड़ फाड़ जो आनती से को भल माने कषा लगभनी एरको गुंडिया तो से कषा लगुच। नमस्कार मोर नुआ ब्लॉग को आपण मान को स्वागत। मो ब्लॉग भल लगुले लाइक करिए कमेंट करिए शेयर करिए सब्सक्राइब करिए।